ଯେତେବେଳେ ରାମ ମନ୍ଦିର ଭାଙ୍ଗି ମସଜିଦ୍ ନିର୍ମାଣ କଥା ଆଦେଶ ଫରମାନ ଜାରି କଲେ, ତାଙ୍କର ଜଣେ ସେନାପତି ମୀର ବାକି ସେଠାକୁ ଗଲେ ରାମ ମନ୍ଦିର ଭାଙ୍ଗିବା ପାଇଁ। ଯେତେବେଳେ ଏକଥା ହିନ୍ଦୁମାନେ ଜାଣିଲେ, ହିନ୍ଦୁମାନେ ଘୋର ପ୍ରତିବାଦ କଲେ। ଖାଲି ସେତିକି ନୁହେଁ, ସେତେବେଳକାର ରାଜା ମହାରାଜ ବଦ୍ରିନାଥ ମଧ୍ୟ ସେଠାରେ ଆସି ମୀର ବାକିଙ୍କ ସୈନ୍ୟଙ୍କ ସହିତ ଯୁଦ୍ଧ କରିଥିଲେ। ହଜାର ହଜାର ଲୋକ ସେ ଯୁଦ୍ଧରେ ଜୀବନ ଦେଇଥିଲେ। ମହାରାଜ ବଦ୍ରିନାଥଙ୍କର ପରାଜୟ ପରେ ନିଜ ଜୀବନକୁ ଭୟ ଥିବା ଜାଣି ମଧ୍ୟ ତାର 15 ଦିନ ପରେ ହଂସବରର ରାଜା ରଣବିଜୟ ସିଂ ନିଶ୍ଚୟ କରିଥିଲେ ଯେ ସେ ଆସି ମୀର ବାକିଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ। ସେ ମଧ୍ୟ ଏବଂ ତାଙ୍କର ସେନା ଆସି ମୀର ବାକିଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ ଏବଂ ସମସ୍ତେ ବୀରଗତିକି ପ୍ରାପ୍ତ ହୋଇଥିଲେ। ଆଉ ଲକ୍ଷ୍ନୌ ଗେଜେଟରୁ ଜଣାପଡ଼େ ଯେ ଏହି ଯୁଦ୍ଧରେ ପାଖାପାଖି 170,000 ହିନ୍ଦୁ ପ୍ରାଣ ବଳି ଦେଇଥିଲେ। ଯେଉଁ କଥା ଇତିହାସରେ କୋଉଠି ଲେଖା ନାହିଁ, ତଥାପି ଏଇଟା ହେଉଛି ଯେ ରାମ ମନ୍ଦିର ଯେତେବେଳେ ଭଙ୍ଗା ହେଇଥିଲା ସେତେବେଳେ ହିନ୍ଦୁମାନେ କିଛି କରିନଥିଲେ, ସେଟା ଭୁଲ। 170,000 ହିନ୍ଦୁ ବଳିଦାନ ଦେଇଥିଲେ।